सर्वप्रथमे पिता पुत्र पवित्र आत्माଙ୍କର ଗୌରବ ହଉ। ପୁଣି ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଜି ମଧ୍ୟ ଈଶ୍ୱରଙ୍କର ବାକ୍ୟ ମଧ୍ୟରୁ ଗୋଟିଏ ବିଷୟ ଆଲୋଚନା କରିବା। ଆଜି ଆମ୍ଭେମାନେ ଆଲୋଚନା କରିବା ସୁଗ୍ରାହ୍ୟ ବଳି ବିଷୟରେ। ଆଉ ସୁଗ୍ରାହ୍ୟ ବଳି ଯାହାକି ପୁରାତନ କାଳରେ ବଳି ଦିଆଯାଉଥିଲା, ଆଉ ସୁଗ୍ରାହ୍ୟ ବଳି ତାହାକୁ କୁହାଯାଏ, ଯାହାକି ନିଖୁନ୍ତ ମେଷ ବଳି ଦିଆଯାଉଥିଲା। ସେଇ ମେଷ ଦେହରେ କୌଣସି ଦାଗ ଚିହ୍ନ କିମ୍ବା କୌଣସି ରୋଗ କିମ୍ବା ଅକର୍ମଣୀୟ ଖୁନ ନଥିବା ଆବଶ୍ୟକ। ତେଣୁ ଆମ୍ଭେମାନେ ପାଠ କରିବା ଏହି ସମୟରେ ରୋମିଓ ପୁସ୍ତକ 12 ପର୍ବ 1 ପଦ ପାଠ କରିବା। ଈଶ୍ୱରଙ୍କର ବାକ୍ୟ ରୋମିଓ 12 ତାହାର 1 ପଦ। ଅତଏବ ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କର ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା। ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଧନ୍ୟବାଦ ଦେଉଛୁ, ବାକ୍ୟ ପାଠ କରିଅଛୁ, ବୁଝିବା ପାଇଁ, ପୁଣି ପାଳନ କରିବା ପାଇଁ ପବିତ୍ର ଆତ୍ମା, ସାହାଯ୍ୟକାରୀ ଆତ୍ମା ପଠାଇ ଆମମାନଙ୍କୁ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରଭୁଙ୍କର ଗୌରବ ହଉ। ଆଜି ପ୍ରଭୁ ଆମମାନଙ୍କୁ ପୁଣି ଥରେ ତାଙ୍କର ବାକ୍ୟ ମଧ୍ୟରୁ ଆଲୋଚନା କରିବା ପାଇଁ ସମୟ ପୁଣି ସୁଯୋଗ ଦେଇଛନ୍ତି। ଏଇଠାରେ ରୋମିଓ ମଣ୍ଡଳୀକୁ ପ୍ରେରିତ ପାଉଲ କହନ୍ତି, ରୋମିଓ ମଣ୍ଡଳୀକୁ ପ୍ରେରିତ ପାଉଲ କହୁଛନ୍ତି, ଲେଖୁଛନ୍ତି, ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି। ଅତଏବ ହେ ଭାଇମାନେ, ରୋମିଓ ମଣ୍ଡଳୀର ଆଉ ବିଶ୍ୱାସୀମାନଙ୍କୁ ସେ କହନ୍ତି, ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ, ଆମେ ଜାଣୁ ଆମ୍ଭମାନଙ୍କର ପରମେଶ୍ୱର ଦୟାଳୁ, ନମ୍ରଚିତ, ଆଉ ସେ ଅତ୍ୟନ୍ତ ଧୀର ପରମେଶ୍ୱର। ଯାହାକି ବାକ୍ୟ ଅନୁସାରେ ଆମେ ଦେଖୁ ଯେ ଆମ୍ଭମାନଙ୍କର ପରମେଶ୍ୱର ଦୟା କରନ୍ତି, ନମ୍ର ତାଙ୍କର ଚିନ୍ତାଧାରା, ତାଙ୍କର ମନୋଭାବ, ତାଙ୍କର ବ୍ୟବହାର। ତେଣୁ ଏଇଠି ଲେଖାଯାଏ ଦୟା ହେତୁ, ଈଶ୍ୱରଙ୍କର ଦୟା, ଈଶ୍ୱରଙ୍କର ଯେଉଁ ନମ୍ରତା ଗୁଣ ଆଉ ଈଶ୍ୱରଙ୍କର ଯେଉଁ ସହିଷ୍ଣୁ ଗୁଣରେ ଆଉ ପ୍ରେରିତ ପାଉଲ ବିଶ୍ୱାସୀମାନଙ୍କୁ ବିନତି କରୁଅଛନ୍ତି। ବିନତି କରାଯାଏ। ଆଉ ବିନତି କି ପ୍ରକାର କରାଯାଏ? ଯାହାକି ନିଜକୁ ନ୍ୟୁନ କରି, ଛୋଟ କରି, ନମ୍ର କରି, ନିଜକୁ ନତ କରି ଜଣଙ୍କ ପାଖରେ ଗୁହାରି କରିବାଟା ବିନତି ବୋଲି କୁହାଯାଏ। ଆଉ ଅନେକ ଲୋକମାନେ ତାହା କରିପାରନ୍ତି ନାହିଁ। ମୁଁ ତା ଆଗରେ ଆଉ ନିଜକୁ ନତ କରିବି ନାହିଁ, ମୁଁ କାହା ଆଗରେ ନିଜକୁ ଛୋଟ କରିବି ନାହିଁ, ଅନ୍ୟ ଆଗରେ ନିଜକୁ ନ୍ୟୁନ କରିବି ନାହିଁ। ଆଜିର ଲୋକ, ଆଜିର ବ୍ୟକ୍ତିମାନେ, ଆଜିର ବିଶ୍ୱାସୀମାନେ ମଧ୍ୟ ଆମେ ଦେଖୁଛୁ ଯେ ବିନତି କରିବାର ଅର୍ଥ ହେଲା ଗୁହାରି କରିବା। ତାଙ୍କୁ ଆମେ ନମ୍ର ଭାବରେ ଆଉ ତାଙ୍କୁ ଗୁହାରି କରିବା। ଆଉ ଗୁହାରି କରାଯାଏ ଏ ପ୍ରକାର, ଜଣେ ଆମେ ଅନେକ ସମୟରେ ଗୁହାରି କରିଛୁ, ଜଣେ ମନା କଲେ ମଧ୍ୟ ବାରମ୍ବାର ତାକୁ କହିଥାଉ ବିନମ୍ର ସହିତ। ତେବେ ପ୍ରେରିତ ପାଉଲ ମଧ୍ୟ କହନ୍ତି, ବିଶ୍ୱାସୀମାନଙ୍କ ଆଗରେ ଈଶ୍ୱରଙ୍କର ଦୟା, ସେ ନମ୍ରତା, ସେଇ ନତ ଗୁଣରେ ସେ ବିନତି କରୁଛନ୍ତି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ପବିତ୍ର କର, ସଜୀବ କର। ସଜୀବ ଆମେ ଜାଣୁ, ବିଶ୍ୱାସୀମାନେ ମୃତ ନୁହନ୍ତି, ମରିଯାଇନାହାନ୍ତି। ପୁଣି ସେମାନଙ୍କୁ କୁହାଯାଉଛି ତୁମେ ସଜୀବ କର, ଶରୀରକୁ ସଜୀବ କର, ଅର୍ଥାତ୍ ଜୀବନ ଥିଲା ଲୋକ ପରି କର। ତେବେ ବାକ୍ୟରେ ଆମେ ଦେଖୁ ଯେ ଯୀଶୁ ଖ୍ରୀଷ୍ଟ ଜଗତରେ ଯେଉଁ ଲୋକ ମରିଯାଏ ତାହାକୁ
ମହାନିଦ୍ରା ପ୍ରାପ୍ତ କହିଛନ୍ତି ତାକୁ ବାକ୍ୟ ଅନୁସାରେ କୁହାଯାଏ ମହାନିଦ୍ରା ପ୍ରାପ୍ତ। ଆଉ ସେ ଅନେକ ଦିନ ଯାଏଁ ଶୟନ କରିବ ପୁଣି ଉଠିବ। କିନ୍ତୁ ବାକ୍ୟ ଅନୁସାରେ ସଜୀବ ବା ଜୀବନ ଥିବା ବ୍ୟକ୍ତି ସେଇ ବ୍ୟକ୍ତି ବାକ୍ୟରେ ଲେଖାଯାଏ। ଦେଖନ୍ତୁ ପ୍ରଥମ ତିମୋଥୀ ପୁସ୍ତକ ଆଉ 5 ପର୍ବ, ପ୍ରଥମ ତିମୋଥୀ 5 ତାର 6 ପଦ ଏ ପ୍ରକାର ଲେଖାଯାଏ, କିନ୍ତୁ ଯେ ଭୋଗ ବିଳାସରେ ଆସକ୍ତ ସେ ଜୀବିତ ଥିଲେ ହେ ମୃତ। ତେବେ ଏଠି କୁହାଯାଏ ଯେ ପ୍ରେରିତ ପାଉଲ କହନ୍ତି ରୋମୀୟ ମଣ୍ଡଳୀକୁ, ହେ ଭାଇମାନେ, ମୁଁ ଈଶ୍ୱରଙ୍କ ଦୟା ହେତୁ ମୁଁ ତୁମମାନଙ୍କୁ ବିନତି କରୁଅଛି ଯେ ତୁମ୍ଭେମାନେ ଆପଣ ଶରୀରକୁ ସଜୀବ କର, ମୃତ ନ କର। ତେବେ କେଉଁମାନେ ମୃତ? ପ୍ରକୃତରେ ଭୋଗ ବିଳାସରେ ଆସକ୍ତ ଅଛନ୍ତି ସେମାନଙ୍କୁ ମୃତ ବୋଲି କୁହାଯାଏ। ତେଣୁ ସେଇଟା କ'ଣ? ଯାହାକି ଖାଇବା, ଭୋଗ କରିବା, ବିଳାସ ବେସନ, ଯାହାକି ଆରାମରେ ରହିବା, ମଜା ମଜଲିସ କରିବା, ଏନ୍ଜୟ କରିବା, ଉପଭୋଗ କରିବା। ନିଜ ଜୀବନକୁ ସେଇଦିନ ଧନୀ ଲୋକ କହିଥିଲା, ଆଉ ଖା ପି ପୁଣି ଆରାମ କର ଆଉ ବିଶ୍ରାମ କରେ। ଆଉ ସେମାନେ ମୃତ ଲୋକମାନେ। ପ୍ରକୃତରେ ଯେଉଁମାନେ ଭୋଗ ବିଳାସରେ ଆସକ୍ତ ଆଉ ବିଳାସ ବେସନରେ ସେମାନେ ଆସକ୍ତ, ସେମାନେ ଜୀବିତ ଥିଲେ ମଧ୍ୟ ମୃତ। ଈଶ୍ୱରଙ୍କର ବାକ୍ୟ କହେ ଯେ ଭୋଗ ବିଳାସରେ ଆସକ୍ତ ଲୋକମାନେ ଆଉ ସେମାନେ ସଜୀବ ଭାବରେ ଈଶ୍ୱରଙ୍କର ସମ୍ମୁଖରେ ସଜୀବ ନୁହନ୍ତି, ସେମାନେ ମୃତ ଲୋକମାନେ। ତେଣୁ ବାକ୍ୟ ଅନୁସାରେ ଆମେ ଦେଖୁଛୁ, ତୁମେ ଆପଣ ଶରୀରକୁ ସଜୀବ କର ପୁଣି ପବିତ୍ର କର। ଆଉ ପବିତ୍ର ବିନୁ ଆମେ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ ଆଉ ଈଶ୍ୱରଙ୍କୁ ଦର୍ଶନ କରିପାରିବା ନାହିଁ। ଆଉ ଯଦି ଆମେ ଦେଖିବା ଲୁକ ପୁସ୍ତକ 18 ତାର 14 ପଦରେ, ଲୁକ 18 ଆଉ 14 ପଦରେ ଦେଖନ୍ତୁ, ମୁଁ ତୁମ୍ଭମାନଙ୍କୁ କହୁଛି ସେ ଲୋକ ନୁହେଁ ବରଂ କର ଆଦାୟକାରୀ ଧାର୍ମିକ ଗଣିତ ହୋଇ ନିଜ ଘରକୁ ଚାଲିଗଲା। କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ ତାହାକୁ ଉନ୍ନତ କରାଯିବ। ପ୍ରଭୁଙ୍କର ଗୌରବ ହଉ। ଏଇଠାରେ କରଗ୍ରାହୀ ହେଲେ ମଧ୍ୟ ଆଉ ଫାରୁସୀ ସାଦୁକୀମାନେ କରଗ୍ରାହୀ ମାନଙ୍କ ସହିତ ଭୋଜନ କରୁନଥିଲେ, ତାଙ୍କ ଗୃହକୁ ଯାଉନଥିଲେ। ଆଉ ସେମାନଙ୍କର ରୀତି ଅନୁସାରେ ଆଉ କରଗ୍ରାହୀମାନଙ୍କୁ ପାପୀ ବୋଲି କୁହାଯାଉଥିଲା। କିନ୍ତୁ ଏହି ସ୍ଥାନରେ 2 ଜଣ ବ୍ୟକ୍ତି ପ୍ରାର୍ଥନା କରୁଛନ୍ତି, ସେହି ସ୍ଥାନରେ ଧାର୍ମିକ ଗଣିତ ହେଉଛନ୍ତି। ଆଉ ସେ ବ୍ୟକ୍ତି ଧାର୍ମିକ ଗଣିତ ହୁଏ ଯାହାର ପାପ କ୍ଷମା କରାଯାଏ। ଆଉ ପାପ କ୍ଷମା ହେଲା ପରେ ହିଁ ସେ ପବିତ୍ର ଜୀବନ କାଟିପାରେ। ତେଣୁ ଲେଖାଯାଏ, ଆପଣଙ୍କୁ ପବିତ୍ର କର। ଏହି ବ୍ୟକ୍ତି ଯିଏକି କରଗ୍ରାହୀ ନିଜକୁ ପବିତ୍ର କଲା ଆଉ ପ୍ରାର୍ଥନା କଲା ନମ୍ରତାର ସହିତ, ବିନମ୍ର ସହିତ ସେ ପ୍ରାର୍ଥନା କରୁଛି। ଆଉ ସେ ପ୍ରଭୁଙ୍କ ସମ୍ମୁଖରେ ଠିଆ ହେଉଛି, ଦୂରକୁ ଯାଉଛି, ତାପରେ ଆପଣା ଛାତିରେ ମାରୁଛି ଆଉ ସେ ଊର୍ଦ୍ଧ୍ୱ ଦୃଷ୍ଟି କରିପାରୁନାହିଁ। ଏ ପ୍ରକାର ତାର ନିଜକୁ ନିଜେ ଭାବୁଛି ଯେ ପ୍ରଭୁଙ୍କ ଆଗରେ ଠିଆ ହେବାର ତାର ଯୋଗ୍ୟତା ନାହିଁ, ତାର ସାହସ ନାହିଁ। ସେହି ପ୍ରକାର ଭାବରେ ସେ ନିଜକୁ ନମ୍ର କରୁଛି। ତେଣୁ ଲେଖାଯାଏ ଯେ ସେହି ଉପବାସ କରିବା ବ୍ୟକ୍ତି, ଫାରୁସୀ ଲୋକ, ଯେ ଦାନ ଦେଉଥିଲା, ସପ୍ତାହକୁ 2 ଥର ଉପବାସ କରୁଥିଲା ଆଉ ତାହାର ସବୁ କିଛି ଧର୍ମକର୍ମ ଗଲା ଥିଲା, ସେ ବ୍ୟକ୍ତି ନୁହେଁ, କିନ୍ତୁ ଯେଉଁ ପାପୀ ବ୍ୟକ୍ତି ସେ ଧାର୍ମିକ ଗଣିତ ହେଲା। ତେବେ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏହି ବାକ୍ୟ ଅନୁସାରେ ଆମ୍ଭେମାନେ ସଜୀବ କରିବା, କୌଣସି ଜାଗତିକ ଭୋଗ ବିଳାସରେ ଆସକ୍ତ ହେବା ନାହିଁ। ତାପରେ ପବିତ୍ର ହେବା, ନିଜକୁ ନତ କରିବା ଈଶ୍ୱରଙ୍କ ସାମ୍ନାରେ। ବାକ୍ୟରେ ଲେଖାଯାଏ ସୁଗ୍ରାହ୍ୟ ବଳି, ଆଉ ସୁଗ୍ରାହ୍ୟ ବଳି ସ୍ୱରୂପ ହେବା, ଯାହାକି ବାକ୍ୟ ଅନୁସାରେ ପୁରାତନ ସମୟରେ ଆଉ ନିଖୁନ୍ତ ମେଷ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କରାଯାଉଥିଲା। ଆଜି ମଧ୍ୟ ଆପଣ ଏବଂ ମୁଁ, ଆମ୍ଭମାନଙ୍କର କୌଣସି ଖୁନ ନଥିବା ଦରକାର।
ଆପଣଙ୍କର ମୋର କୌଣସି ଶରୀର ମଧ୍ୟରେ ମନ ମଧ୍ୟରେ ଆମ୍ଭମାନଙ୍କର ଖୁନ ବା ପାପ ଭୁଲ ନଥିବା ଆବଶ୍ୟକ। ତେଣୁ ପ୍ରଭୁଙ୍କର ବାକ୍ୟରେ ଲେଖାଯାଏ ପ୍ରଥମ ପିତର 1:5 ଅତଏବ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣଙ୍କୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। ପ୍ରଭୁଙ୍କର ଗୌରବ ହଉ, ଯେଉଁମାନେ ଆପଣଙ୍କୁ ପ୍ରଭୁଙ୍କର ହସ୍ତ ତଳେ ବଳବନ୍ତ, ଯାହାକି ଜଗତର ସମସ୍ତ ବିଷୟ ତାଙ୍କ ପାପୁଲିରେ ଅଛି, ସେହି ହସ୍ତ ତଳେ ବାକ୍ୟରେ ଲେଖାଯାଏ ଭୟଙ୍କର ପରମେଶ୍ୱର ସେ ଜୀବିତ ଈଶ୍ୱରଙ୍କର ହସ୍ତରେ ପଡ଼ିବା। ଆମ୍ଭେମାନେ ସେହି ବଳବନ୍ତ ହସ୍ତରେ ସମର୍ପିତ ହେବା। ବାକ୍ୟ ଅନୁସାରେ ଆମେ ଦେଖୁ ଯେ ଏହି ବାକ୍ୟ ଆମମାନଙ୍କୁ ସୂଚାଇ ଦିଏ ଯେ ଏହାକୁ ଯୁକ୍ତିଯୁକ୍ତ ଉପାସନା କୁହାଯାଏ। ଯଦି ଆମେ ଉପାସନା କରୁଛୁ ଏହି 3ଟି ବିଷୟ କରିବା। ପ୍ରଥମତଃ ବାକ୍ୟ ଅନୁସାରେ ନିଜକୁ ସଜୀବ କରିବା। ଆଉ ସବୁବେଳେ ଆମେ ଭୋଗ ବିଳାସରେ ଆସକ୍ତ ହୋଇ ଆଉ ନିୟମ ଯାହାକି ଫାରୁସୀ ସାଦୁକୀ ଶାସ୍ତ୍ରୀମାନେ ପାଳନ କରୁଥିଲେ, ସେମାନଙ୍କ ଧନ ଦୌଲତ ସବୁ ଉପରେ ସବୁବେଳେ ନଜର ଥିଲା। କେବଳ ନିୟମ ଭାବରେ ଦଶମାଂଶ, ଚାନ୍ଦା, ଯାହା ବି ଉପବାସ, ସେମାନଙ୍କର ପ୍ରାର୍ଥନା ସମସ୍ତ ବିଷୟ କରୁଥିଲେ କେବଳ ନିୟମ ବିଧିବିଧାନ ଅନୁସାରେ, ଆଉ ଭୋଗ ବିଳାସରେ ହିଁ ଆସକ୍ତ ଥିଲେ। ତେଣୁ ଆମେ ଭୋଗ ବିଳାସରେ ଆସକ୍ତ ହେବା ନାହିଁ, ଆମେ ସଜୀବ ହେବା। ଆଉ ଭୋଗ ବିଳାସରେ ଆସକ୍ତ ବ୍ୟକ୍ତି ମୃତ ବ୍ୟକ୍ତି। ଆଉ ଭୋଗ ବିଳାସରେ ଆସକ୍ତ ହୋଇ ସେ ଗୋଟିଏ ଦିନ ସେ ପ୍ରାର୍ଥନା ଯାଏ ନିୟମାବଳୀ ଅନୁସାରେ, ଗୁରୁବାର, ଶୁକ୍ରବାର, ନାଇଁ ତ ରବିବାର, ସାଧାରଣ ସ୍ୱତନ୍ତ୍ର ଦିନମାନଙ୍କର ପ୍ରାର୍ଥନା ଥାଏ। ଅନ୍ୟ ଦିନ ତାର କିଛି ଆବଶ୍ୟକ ନାହିଁ। ଦ୍ୱିତୀୟତଃ ପବିତ୍ର ହେବା, ନିଜକୁ ନତ କରିବା ଆଉ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା। ଯେଉଁ କରଗ୍ରାହୀ ସମର୍ପଣ କରିଥିଲା, ନତ ହୋଇଥିଲା, ଆଉ ସେ ଧାର୍ମିକ ଗଣିତ ହେଲା। ଆଉ ସୁଗ୍ରାହ୍ୟ ବଳି ହେବା, ଆମ୍ଭମାନଙ୍କ ମଧ୍ୟରେ କୌଣସି ଖୁନ ନଥାଉ, ପାପ ନଥାଉ। ତେବେ ପ୍ରଭୁ କ'ଣ କରିବେ ଯେ ସେହି ବଳି ବା ସେହି ଉପାସନା ଯୁକ୍ତିଯୁକ୍ତ, ଅର୍ଥାତ୍ ଈଶ୍ୱରଙ୍କ ନିକଟରେ ପହଞ୍ଚିବ, ଈଶ୍ୱର ଆଶୀର୍ବାଦ କରିବେ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ବାକ୍ୟ ଦେଇ ଆମ୍ଭେମାନେ ସବୁବେଳେ ଏହି ବାକ୍ୟ ଅନୁସାରେ ଯୁକ୍ତିଯୁକ୍ତ ଉପାସନା କରିବା ପାଇଁ ଅଭ୍ୟାସ କରିବା। ସବୁବେଳେ ଯୁକ୍ତିଯୁକ୍ତ ଉପାସନା କରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରଭୁ ସାହାଯ୍ୟ କରନ୍ତୁ, ପୁଣି ଶକ୍ତି ପ୍ରଦାନ କରନ୍ତୁ। ଆମ୍ଭେମାନେ ଯୁକ୍ତିଯୁକ୍ତ ଉପାସନା କରିବା। ଆଜିର ଆଲୋଚନା, ଆମ୍ଭମାନଙ୍କର ପ୍ରାର୍ଥନା ଯୁକ୍ତିଯୁକ୍ତ ହେଉ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ପୁଣି ପ୍ରଭୁ ଏ ବାକ୍ୟ ଦେଇ ଗୌରବ ପାଆନ୍ତୁ। ଆମେନ୍।